ଜଗନ୍ନାଥ। ଆଜି ଭାଇ ଭଲ କଥା ମନେ ରଖିଥା, 13/12/331 ହେଲା। 13/12/331 ମାନେ କଣ ହେଲା? ମାନେ ଇଏ ହଉଛି ଗୋଟେ ଭିତିରିଆ କଥା। ଇଏ ହଉଛନ୍ତି କଣ, ମହାପୁରୁଷ କହୁଛନ୍ତି 13/12/331 ମାନେ ଇଏ ସବୁ ଏତିକି ମହାପୁରୁଷ। କିନ୍ତୁ ଇଏ ଯୋଉ ବାହାରିବେ 13/12/331 ମହାପୁରୁଷ, ଏ ମହାପୁରୁଷ ସ୍ଥିର। କାରଣ ସମୁଦ୍ର କେତେ ପାଣି ଅଛି କିଏ ଗଣିବ? ନା, ସମୁଦ୍ରରେ କେତେ ପାଣି ଅଛି କିଏ କହିପାରିବ ତ? ଆକାଶରେ କେତେ ତାରା ଅଛି କିଏ ଗଣି ପାରିବ ତ? ଜଳର ଗଭୀର କିଏ ଜାଣିଛି? ଶେଉଳ ବାଳିଆ ଜାଣନ୍ତି ଗଡ଼ିଆର ଗଭୀରତା, ଠିକ ନା? ତେଣୁ ଇଏ ମହାପୁରୁଷଙ୍କର ଲେଖା ଗୋଟେ ବିଚିତ୍ର ଲେଖା। ଦେଖ, 318 ଖଣ୍ଡ ଭବିଷ୍ୟମାଳିକା ଲେଖା। ଭବିଷ୍ୟମାଳିକା ଭିତରେ ଅନେକ କଥା ମଧ୍ୟ ଘଟିବ ବୋଲି କହିଛନ୍ତି। ସଂସାରରେ ଯାହା ଘଟିବା କଥା କହିଛନ୍ତି ସେଗୁଡାକ ଘଟି ଚାଲିଛି। ମହାପୁରୁଷ ମାନେ କି ଭକ୍ତ ମାନେ ଯୋଉ ଆବିର୍ଭୂତ ହେବା କଥା ଯୋଉ ଲେଖିଛନ୍ତି ସେଗୁଡା ସବୁ ଗୁପ୍ତ। ବୁଝିଲେ? ମହାପୁରୁଷ କିଛି ପ୍ରକଟ ଲୀଳା ଲେଖିଛନ୍ତି ଏବଂ ଗୁପ୍ତ ଲୀଳା ମଧ୍ୟ ଲେଖିଛନ୍ତି। ଗୁପ୍ତଟା ହଉଛି ସବୁବେଳେ ଗୁପ୍ତ, ପ୍ରକଟ ଲୀଳାଟା ଚିରସ୍ଥାୟୀ ନୁହେଁ। ଏ ହଉଛି କଣ, କ୍ଷଣସ୍ଥାୟୀ। ବୁଝିପାରୁଛି? ପ୍ରକଟ ଲୀଳା ବୋଲନ୍ତି କେରାଣୀ, ସେ ଭାସନ୍ତି କୋଉଠି? ଜଳ ଉପରେ। ଗୁପ୍ତ ଲୀଳାଟା ହଉଛି କଣ, ଶେଉଳ ବାଳିଆ, ସେ ସବୁବେଳେ ରୁହନ୍ତି କୋଉଠି? ନିକିତି ଓଜନ ସମତୁଲକୁ ଭାରି ହୁଏ ଯେ ରହେ, ଯାହା ଟିକେ ଜ୍ଞାନ ଅଧିକା ହେଇଯାଏ ସେ ଗରୁ ହେଇଯାଏ। ଅଧିକା ଜ୍ଞାନ ଯାହା ପାଖେ ହୁଏ ସେ ସଦାସର୍ବଦା ନତମସ୍ତକ। ଅଳ୍ପ ବିଦ୍ୟା ଭୟଙ୍କର। ବୁଝିବ? ମାନେ ସେ 5 ଜାଣିଦେଲେ 25 ଗରୁ। ଜ୍ଞାନୀ ବିବେକୀ ଲୋକ 5 ଜାଣିଥିଲେ 1 କହିବେ 4 ବି ଭିତରେ ରଖିବେ। ତେଣୁ କଳିର ଅନ୍ତିମ ପର୍ଯ୍ୟାୟରେ, ଶେଷ ପର୍ଯ୍ୟାୟରେ ଏ ନାଳିକା ଶାସ୍ତ୍ରକୁ ପଢିକି ଅନେକ ମହାପୁରୁଷ ବୋଲେ। କୋଉ ମହାପୁରୁଷ? ନା ନିଜକୁ ନିଜେ ପଞ୍ଚସଖା ରୂପରେ କଣ ହେବେ? ବିବେଚନା କରିବେ। ଏବଂ ଠିକ ପରୀକ୍ଷା କ୍ଷେତ୍ର ବେଳକୁ 13/12/331 ବୁଝି ହଉଛି? ଠିକ 13/12/331 ଥିବେ, ସିଏ ବି ସ୍ଥିର ହେଇ ରହିପାରିବେ। ଓରିଜିନାଲ ଯିଏ ଥିବେ ଲୁଚିକି ରହିଥିବେ। ବୁଝି ହଉଛି? ସେମାନେ ଯେତେବେଳେ ପ୍ରକଟ ହେବେ, ମାନେ 29 ଅଙ୍କେରେ ମହାକଳିକି ଅବତାର, ଶିଶୁଆନନ୍ଦ ଭାଷାରେ 56 ଅଙ୍କେରେ ମହାକଳିକି ଅବତାର। ଦୁଇଟା ଗୋଟାଏ ବର୍ଷ ହିଁ ପଡୁଛି ନା ନାଇଁ? ସେତେବେଳକୁ ଯେତେବେଳେ ଉଦୟ ହେଲେ, ସୂର୍ଯ୍ୟ ଉଦୟ ହେଲେ, ତରା ଚନ୍ଦ୍ର କି ଥାଏ ପ୍ରୟୋଜନ। ଯେତେବେଳେ ସୂର୍ଯ୍ୟ ଉଦୟ ହେବେ ଆକାଶରେ କଣ ଆଉ ତରା ଦେଖାଯିବ? ସେ ଆଉ ଚନ୍ଦ୍ର କଣ ଦେଖାଯିବେ?
ରାତିରେ ଭାରି ସୁନ୍ଦର ନାଗୁଛି ସେ ଆକାଶରେ ତରା ଆଉ ଚନ୍ଦ୍ର, କିନ୍ତୁ କୋଟି କୋଟି ତରା, କିନ୍ତୁ ଗୋଟାଏ ସୂର୍ଯ୍ୟ ଉଦୟ ହେଲାଣି ସେ ତରା କୁଆଡେ ଯାଉଛନ୍ତି ଦେଖାଉଛନ୍ତି। ତେଣୁ ମହାପୁରୁଷଙ୍କ ଭାଷାରେ ଲେଖିଛନ୍ତି କଳି ଯୁଗ ଭବିଷ୍ୟ ମାଳିକାରେ ଲେଖିଛନ୍ତି। ଏ ପଦଟି ଆମେ ଯୋଉ ଆଲୋଚନା କରିବା କଳି ଯୁଗ ଭବିଷ୍ୟ ମାଳିକାରେ ପଦଟି ଆମେ ଆଜି ଆଣିଛୁ। ସେ ଯେତେବେଳେ ଉଦୟ ହେବେ ମହାପ୍ରଭୁ ଉଦୟ ହେଲା ବେଳକୁ ଭକ୍ତମାନେ ସବୁ ଗୁପ୍ତରେ ବୁଝିପାରୁଛି, ଭକ୍ତଙ୍କର ପାୱାର ବଢିଯିବ, ସିଏ ବାହାରିବେ। ସେତେବେଳେ ଏମାନେ ଯୋଉ ହେବେ ଏମାନେ ସବୁ କଣ ହେବେ, ଅଗ୍ନିର ମଧ୍ୟରେ ପୋକ ଜଇଁ ପଡନ୍ତି ଅତିବେଗ ହୋଇ। ଦୁଳିଦୁଳିଆ ପୋକ, ନିଆଁଟା ତ ଭାରି ସୁନ୍ଦର ଲାଗୁଛି, ପଡିଯାଉଛି ଶୁଖିନି, ତାପରେ ପରିସ୍ଥିତି କଣ ହଉଛି, ଯାହା ମହାପୁରୁଷ କହୁଛନ୍ତି ଶେଷକୁ ଯୋଉ 13, 12, 3, 3, 1 ରହିବେ ତାଙ୍କ ପରିସ୍ଥିତି ଏଇଆ ମଧ୍ୟ ବୁଝିଗଲା ନା। ତାହେଲେ 13, 12, 3, 3, 1 ଇଏ ମହାପୁରୁଷ କେତେ ବାହାରିବେ ତାପରେ ଆଜି ଆଲୋଚନା। କହିଲେ ଠକ ମାନଙ୍କର ଏମନ୍ତ ମତ, ଇଏ ପ୍ରକୃତିର ମହାପୁରୁଷ ତାଙ୍କର ଏ ମତ ନୁହେଁ। କଳି ଯୁଗ ଭବିଷ୍ୟ ମାଳିକାରେ କହୁଛନ୍ତି ଏଟା ଆମ ଦୋଷ ନୁହେଁ, ମହାପୁରୁଷ ଯାହା ଲେଖିଛନ୍ତି, କିନ୍ତୁ ଆମ ପାଖରେ ସମସ୍ତେ ବୁଝିବା ଠିକ ନା ହଉ, ତାହାକୁ ଆମେ ନିନ୍ଦା କରିବା ନାହିଁ। କିଛି ନହେଲେ ସମସ୍ତେ ଗୁରୁପଦ ବାଚ୍ୟ, ହଉ କି ନାହିଁ, ଯେ ଯାହା କରିବ ସେଟା କରିବ। କିନ୍ତୁ ମହାପୁରୁଷଙ୍କ ଉକ୍ତିକି ଆଜି ଆମେ କଣ କରୁଛେ, ଆଲୋଚନା କରୁଛେ। କହିଲେ ଠକ ମାନଙ୍କର ଏମତ ମତ ଠିକେ କହିବେ ମୋ ନାମ ଅଛି। ପ୍ରକୃତରେ ଅଚ୍ୟୁତ କହିବେନି, ଠକ ଯିଏ ସେ କହିବ ମୋ ନାଁ ହଉଛି ଅଚ୍ୟୁତ। କେଉଁ କହିବ ମୁଁ ହିଁ ଯଶୋବନ୍ତ, କେଉଁ କହିବ ମୁଁ ହିଁ ଜଗନ୍ନାଥ। କିଏ କହିବ ମୁଁ ହଉଛି ଯଶୋବନ୍ତ, କିଏ କହିବ ମୁଁ ହଉଛି ଜଗନ୍ନାଥ। ମାନେ ପୂର୍ବ ଜନ୍ମରେ ମୁଁ ଏଇଆ ଥିଲି। 13 ଜଣ ଯଶୋବନ୍ତ ହୋଇବେ, 12 ଜଣ ଅଚ୍ୟୁତ ବାହାରିବେ। ଏ ରାମ ମନ ରଖିଥା, ଶେଷ ବେଳକୁ 13 ଜଣ ବାହାରିବେ କଣ, ଯଶୋବନ୍ତ ବାହାରିବେ, 12 ଜଣ ଅଚ୍ୟୁତ ମଧ୍ୟ। 3 ଜଣ ଶିଶୁ ଅନନ୍ତ ହୋଇ, 3 ଜଗନ୍ନାଥ ଦାସଟି ହୋଇ। 3 ଜଣ କଣ ବାହାରିବେ, ଅନନ୍ତ। କୋଉ ଅନନ୍ତ, ଶିଶୁ ଅନନ୍ତ। 3 ଜଣ ବାହାରିବେ ଜଗନ୍ନାଥ। ସେମାନେ କହିବେ ଆମେ ପୂର୍ବ ଜନ୍ମରେ ଏଇଆ ଏଇଆ ଥିଲୁ। ବଳରାମ ଦାସ ଜଣିଏ ହେବ, ଗୁରୁ ନୁହନ୍ତି ଠକ ବୋଲି। ମହାପୁରୁଷ ଅଚ୍ୟୁତ କହୁଛନ୍ତି ରାମ ଏଥିରେ ମତିଭ୍ରମ କେହି ହବ ନାହିଁ, ଏମାନେ ମାତ୍ର ମତରେ ଗୁରୁ ନୁହେଁ, ଏମାନେ କଣ ସବୁ ଠକ ହେଇছে। କାରଣ ଅଚ୍ୟୁତନ କହିଛନ୍ତି ତାଙ୍କ ହିସାବରେ ଘଟଗୁପ୍ତ ହେଇଥିବ କେହି ନ ଜାଣିବେ। ଧରଣୀ ଆପଣ ମୁଁ କାଟୁଥିବି ଦିନ, ଖୋଜି ଖୋଜି ଭକ୍ତଜନ ହୋଇବେ ଅଜ୍ଞାନ, ଦେଖିନାହାନ୍ତି ନା। ସେମିତି ଅନ୍ତରାସ ନେଇଛନ୍ତି, ଅନନ୍ତ ମହିମା ଅଟଳ ଗଛର ଅଚ୍ୟୁତ ହୋଇବଚର। ଅନନ୍ତଙ୍କ ମହିମା, ଶିଶୁ ଅନନ୍ତଙ୍କ ମହିମା କେହି ଜାଣିପାରିବେନି। କିନ୍ତୁ ଏମାନେ ଯୋଉ ବାହାରିବେ ଏମାନେ ସବୁ ଏଇ ଭାବରେ ଥିବେ, ଗୁରୁ ନୁହନ୍ତି ଠକ ବୋଲି। କିନ୍ତୁ ମହାପୁରୁଷ ଲେଖିଛନ୍ତି କଣ, ମୁଁ ଅମକ ମୋ ଜାଗାରେ ଜନ୍ମ ହେଇଛି, କିନ୍ତୁ ତାକୁ ସବୁ କାଟିଦେବି। କାରଣ ପ୍ରଭୁଙ୍କ ସତ୍ତା ଥିଲେ ମଧ୍ୟ ତାଙ୍କୁ ବୁଦ୍ଧି ବିବେକ ଜ୍ଞାନ ବଳେ ଥିବା ଆସାଧ୍ୟ ମହିତ, ଆମେ ସମସ୍ତେ ପ୍ରଭୁଙ୍କର ଦାସ। କେବେ ହେଲେ କହିବେନି ଆମେ ହଉଛୁ ମହା, ସବୁବେଳେ କହିବେ ପ୍ରଭୁ ତ ଦାସର ଦାସତ୍ୱ କରିବେ। ଛାଡ, ସେ କହିଲେ ବଳରାମ ଦାସ ଜଣିଏ ହେବ, ଗୁରୁ ନୁହନ୍ତି ଠକ ବୋଲି। ଏ ଯୋଉ 13, 12, 3, 3, 1 ମହାପୁରୁଷ କହିଲେ ଏମାନେ ବାସ୍ତବ ମତରେ ପଞ୍ଚସଖା ନୁହନ୍ତି, ଇଏ ଗୁରୁରେ ଗଣା ନୁହନ୍ତି।
ମନ୍ତ୍ର ଯନ୍ତ୍ର କିଛି ଜାଣନ୍ତି ନାହିଁ, ଛାୟା ଆବାଡ଼ ସେ ଜାଣିବେ କାହିଁ। କହିଲେ ମନ୍ତ୍ର ଯନ୍ତ୍ର କିଛି ଜାଣନ୍ତି ନାହିଁ। ମନ୍ତ୍ର ବେଦ କର୍ମ, ସାକାରବାଦ ନଥିଲେ ନିରାକାରବାଦ କିଛି ଆସିବ। ସ୍ଥୂଳକୁ ସେଦିନ ସୂକ୍ଷ୍ମକୁ ପାଇ, ବୁଝି ହଉଛି। ପ୍ରଥମ ପାହାଚ ହଉଛି ସ୍ଥୂଳ, ଦ୍ୱିତୀୟ ପାହାଚ ହଉଛି ସୂକ୍ଷ୍ମ। ବୁଝିପାରିଲେ ନା ବୁଝିପାରିଲେ? ସେମିତି ମନ୍ତ୍ର ଯନ୍ତ୍ର କିଛି ଜାଣନ୍ତି ନା, ଛାୟା ଆବାଡ଼ ସେ ଜାଣିବେ କାହିଁ। କହିଲେ ମନ୍ତ୍ର ଆଉ ଯନ୍ତ୍ର, ତନ୍ତ୍ର ନୁହଁ, ବେଦ କର୍ମ, ବେଦର ନୀତି ନିୟମ, ବୁଝି ହଉଛି। କହିଲେ ମନ୍ତ୍ର କିଛି ଜାଣିନଥିବେ, କି ଯନ୍ତ୍ର କିଛି ଜାଣିନଥିବେ। ସେମାନେ ତାକୁ ତ ଜାଣିନଥିବେ, ଆବାଡ଼ ଆଉ ଛାୟାକୁ କଣ ଜାଣିବେ? ଆବାଡ଼ କଣ? ଆବାଡ଼ ଜ୍ୟୋତି ଏବଂ ଛାୟା ଜ୍ୟୋତି। ଆବାଡ଼ ଜ୍ୟୋତି କଣ, ଛାୟା ଜ୍ୟୋତି କଣ? ସେ ଆଖି ତରାଟିଆ ଉପର କଥା ନୁହେଁ, ଏଟା କ୍ୟାମେରା ଆଗରେ କହିହବ ନାହିଁ। କହେ ଅଭିରାମ ଭାଇ ଅନୁଭବ ଗୋଟି କରିଦେବ। ଇଏ ହଉଛି ଅନୁଭବ ବିଦ୍ୟା, ଅନୁଭବ ସୂତ୍ର। ଇଏ ବହିରେ ଲେଖା ହେଇଛି କି ଶାସ୍ତ୍ରରେ ଲେଖା ହେଇଛି, ଆମେ କହିଦେଲେ ହବ। ଗୁରୁ ଅନୁଭବ କରନ୍ତି, ଅନୁଭବ କଲା ପରେ ଶିଷ୍ୟକୁ କୁହନ୍ତି। ଏକ ଏକ ମିଶିଲେ ଦୁଇ, ଏ କଥା ସମସ୍ତେ ଜାଣିଛ, କିନ୍ତୁ ଏକ ଏକ ମିଶିଲେ ଦୁଇ। ବ୍ରହ୍ମାନନ୍ଦ ଗୋସ୍ୱାମୀଙ୍କ ଭାଷାରେ କେବଳ ଏକ ଏକ ମିଶି କରି ଏକ ଦୁଇ ବୋଲୁ ଥାଇ, କେବଳ ଏକ ଏକ ମିଶି କରି ତିନି ଚାରି ଗଣ୍ଠି ଦେଇ, ଏକ ଏକ ମିଶି ଶୂନ୍ୟ ଦେଉ ହୋଇ ଅଜାଣତି ଗନେ କେହି। ଏ ସୁନ୍ଦର କଥା କହିଲେ। ଏକ ଏକ ମିଶି ଶୂନ୍ୟ ଦେଉ ହୋଇ, ଜୀବ ପରମ ମିଶିଗଲେ ଶୂନ୍ୟ ହେଇଯାଏ। ଜଗନ୍ନାଥ ଶୂନ୍ୟ ବାହାଦର ବସି ନା ନାଇଁ? ଭାରତର ସଂଖ୍ୟା କେତେ? 0। ଏକ 0 ରୁ 10 ଭିତରେ ଯୋଉ ସଂଖ୍ୟା ସବୁ ଗୋଟେ ଗୋଟେ ଦେଶରୁ ସବୁ ଉତ୍ପତ୍ତି, 0ଟା ହେଇଛି କୋଉଠୁ? ଭାରତରୁ। ବାଁ ପଟେ 0 ଥିଲେ ମହତ୍ଵ କିଛି, କିନ୍ତୁ ଡାହାଣ ପଟେ 0 ଥିଲେ କେତେ ବଢିଯାଉଛି। ଜଗନ୍ନାଥ ହଉଛନ୍ତି ଶୂନ୍ୟବାଦର ପ୍ରତୀକ। ତାକୁ ମାନିଲେ, ବାଁ ପଟେ ରଖିଦେଲେ କିଛି ନାହିଁ, କାଷ୍ଟ ପାଷାଣ ତରୁତୁର ଏ ସବୁ ଜଡତା ସମାନ। ଡାହାଣ ପାଟକୁ ନେଇଯାଅ, ଜଗନ୍ନାଥ ପରମ ବ୍ରହ୍ମ ନିର୍ଗୁଣ ନିରାକାର ଅବ୍ୟକ୍ତ ବ୍ରହ୍ମ ପୁରୁଷଂ ତସ୍ମୈ ଶ୍ରୀ ଗୁରବେ ନମଃ। ମହାପୁରୁଷ ସେଇଆ କହିଲେ, ତତ୍ଵ ନ ଜାଣି ଏ ଗୁରୁ ହୋଇବେ ଠକପଣେ ଧନ ପ୍ରଭୁଳାଇ। ତତ୍ଵ ନ ଜାଣି, ଶାସ୍ତ୍ର ନ ଅନୁଭବ କରି, ଅନୁଭବ କରିକି କଣ ହେବେ? ଏ ଗୁରୁ ହେବେ ନାହିଁ। ବହି ଶାସ୍ତ୍ର କିଛି ଅଧ୍ୟୟନ କରି କଣ ହେବେ? ଠକପଣେ ଜନକୁ ବୁଲାଇବେ। ମାନେ ଲୋକ ଜନ ବୋଲେ ତ ମଣିଷ, ମଣିଷକୁ ୟାଡୁ ସ୍ୟାଡୁ କହି କଣ ବିମୋହିତ କରିଦେବେ। ଆଉ କୋଉ ମଣିଷକୁ? ସମସ୍ତିକି ନୁହଁ, ମହାପୁରୁଷ କାଟିଦେଲେ। ଠକ ମାନେ ଭକତ ହୋଇଥିବେ। ଠକ ଯିବ ଠକଙ୍କ ପାଖକୁ, ବଢିଆ କଥା କହିଛନ୍ତି। କହିଲେ ଠକ ମାନେ ଭକତ ହୋଇଥିବେ, ଠକା ଠକି କରି ପେଟ ପୋଷିବେ। ତେଣୁ ଶିଷ୍ୟ ଠକ ହେଇଥିବ, ଗୁରୁ ତାଠୁ ନବ ଠକି। ସବୁ ଭକ୍ତ ଯିବେ ନାହିଁ। ଏଥର ବୁଝିପାରୁଛ ନା ବୁଝିପାରୁଛ? କହିଲେ ସେ ଗୁରୁ ହେଇଥିବେ କଣ? ଠକ ସବୁ ତାଙ୍କ ପାଖକୁ ଯିବେ। କୋଉ ଭକ୍ତ? ନା ଠକ ଭକ୍ତ। ନାରୀ ମାନଙ୍କ ସତୀତ୍ଵ ହରଣ, ଠକ ମାନେ କରିବେ ଗୁରୁ କଣ? ସେ ଗୁରୁ ପାଇବେ ମାୟା ମୋହ ଦେଖେଇକି ନାରୀ ମାନଙ୍କର ସତୀତ୍ଵ କଣ କରିବେ? ହରଣ କରିବେ। ଏମାନଙ୍କୁ ଯେ ବିରଜା ବାଛି ଗୋଡାଇ ଖାଇବେ ନାହିଁ କହୁ। ଏ ରାମ ମନ ରଖିଥା, ମୁଁ ଅଚ୍ୟୁତ ମହାପୁରୁଷ କହୁ, ମୁଁ ଦାସ ଅଚ୍ୟୁତ କହୁ, ମୁଁ ପାମର ଅଚ୍ୟୁତ କହୁ, କଳିର ଅନ୍ତିମ ପର୍ଯ୍ୟାୟରେ ଏମିତିଆ ଯୋଉ ମହାପୁରୁଷ ବାହାରିବେ, ତୁ ଭାବିଛୁ ଏଗୁରା ସବୁ ଠକ। ଏମାନଙ୍କୁ ଖାଇବେ କେତେ? ବିରଜା ଗୋଡେଇକି ଗୋଟି ଗୋଟିକି ଖାଇବେ। ତେଣୁ ମା କୋଳରେ ପୁଅ ହବା ଗୁରୁଙ୍କର ମୂଳ ଲକ୍ଷ୍ୟ।
ମାତା କୋଳରେ ବସ ଭଜ ଶୂନ୍ୟ ପୁରୁଷ, ଶୂନ୍ୟରେ ଉଭାଇ ଯିବ ହାଡ଼ ମାଉଁସ। ଭାଇ ବନ୍ଧୁ ଜ୍ଞାତି ତୋର ଘେରିଥିବେ ତୋ ପାତର, ଯିବ ଗଲା ବେଳେ ବାବୁ ନୋହିବୁ ଦୃଶ୍ୟ। ମାତା କୋଳରେ ବସ ଭଜ ଶୂନ୍ୟ ପୁରୁଷ। କି ସୁନ୍ଦର କଥା କହିଲେ, ବୁଝିପାରିଲେ ନା ବିଟୁ ଭାଇ? ତେଣୁ 13, 12, 3, 3, 1 ମର୍ମ ହଉଛି ଏଇଆ। ଜୟ ଜଗନ୍ନାଥ। ସେ ପଞ୍ଚସଭାଗ ସଦିତା ପୂର୍ଣ୍ଣ ବୋଲାନନ୍ଦ କବାର ହରି।